ଆଜି ବନଉଛି ମୁଁ ସିମ ତରକାରୀ। ସିମ ଟମାଟର ଦେଖ ତେଲ କଢ଼ା ବସାଇ ଦେଇଛି। ତାପରେ ଆଳୁ ସିମ ପକେଇଦେଲି। ଆଳୁ ସିମ ପକେଇକି ତାପରେ ଟିକେ ଲୁଣ ହଳଦୀ ସବୁ ପକେଇକି ୟାକୁ ଭଲ ଭାବରେ ଭାଜି ଦେବି। ଭାଜି ସାରିବା ପରେ ୟାକୁ ଗୋଟେ ଜାଗାରେ ବାହାର କରିଦେବି। ଭଜା ଆମର ହେଇଗଲାଣି ଟିକେ। ତାପରେ ବାହାର କରିଦେଇକି ଟିକେ ତେଲ ପକେଇଲି, ଟିକେ ପଞ୍ଚ ଫୁଟଣ ପକେଇଲି। ଫୁଟଣ ପକେଇକି ତାପରେ ବଡ଼ ବଡ଼ ଦିଟା ପିଆଜ କାଟିଛି, କାରି ପତ୍ତା, ଲଙ୍କା, କଞ୍ଚା ଲଙ୍କା ଦିଟା ଦେଇଛି। ୟାକୁ ତେଲରେ ପକେଇଦେଲି। ପକେଇ ଦେଇକି ୟାକୁ ଭଲ ଭାବରେ ଭାଜିବି। ଟିକେ ଭାଜିବି। ଭାଜି ଦେଇକି ତାପରେ ମୁଁ ବାଟିକି ରଖିଛି ସୋରିଷ, ରସୁଣ ଆଉ ଲଙ୍କା, ତାକୁ ମସଲା ଦେଇକି ପୁରା ପେଷ୍ଟ ଭଲ ଭାବରେ ସନ୍ତୁଳି ହେଇଗଲେ ତାପରେ ଦେବି। ବଡ଼ ବଡ଼ ତିନିଟା ଟମାଟର କାଟିକି ରଖିଛି, ଟମାଟର ପକେଇଦେଲି। ଟମାଟର ପକେଇ ଦେଇକି ତାପରେ ଗୋଳେଇବି। ସେ ଟିକେ ଭଲରେ ହେଇଗଲେ ତାପରେ ଦେବି ମୁଁ ସିମ ଯେଉଁ ଆଳୁ ଭାଜିକି ରଖିଛି ତାପରେ ପକେଇଦେଲି। ସେ ଟିକେ ଭଜା ଦେଖନ୍ତୁ ଗୋଳେଇଦେଲି ଭଲରେ। ତାପରେ ଗୋଳେଇ ଦେଇକି ଟିକେ ପାଣି ଦେବି। ଟିକେ ପାଣି ଦେଇ ସାରିଲା ପରେ ଆକୁ ଭଲ ଭାବରେ ଗୋଳେଇକି କିଛି ସମୟ ଛାଡ଼ିଦେବି। ତାପରେ ଦେଖନ୍ତୁ କେମିତି ତରକାରୀ ଆମର ସିମ ତରକାରୀ ରେଡ଼ି। ତାପରେ ଟିକେ ଗୋଳେଇ ସାରିଲା ପରେ ମୁଁ ଟିକେ ରଖିଛି ଏଠି ଧନିଆ ପତ୍ର ପକେଇଦେଲି, କାଟିକି ରଖିଥିଲି ପକେଇଦେଲି ଧନିଆ ପତ୍ର। ତାପରେ ଗୋଳେଇ ଦେଲେ ଆମର ତରକାରୀ ରେଡ଼ି। ଏମିତି କରିକି ଥରେ ଦେଖନ୍ତୁ କେତେ ସୁନ୍ଦର ଲାଗିବ। ହ୍ୟାଲୋ, କେମିତି ଲାଗିଲା?